ଜୟ ଜଗନ୍ନାଥ। ଆଜି ସମସ୍ତ ବାହାରକୁ ଯାଉଥିବା ନାରୀମାନଙ୍କ ପାଇଁ ମୋର ଗୋଟେ ଅନୁରୋଧ ଅଛି। ଆପଣମାନଙ୍କୁ ଗୋଟେ ସତ୍ୟ ଘଟଣା କହିବି। ସୁରକ୍ଷା ଦୃଷ୍ଟିରୁ ସେ ଝିଅଟିର ନାଁ କି ଆଡ୍ରେସ୍ କିଛି ମୁଁ କହୁନି, କିନ୍ତୁ ସେ ମାନିବାକୁ ପଡ଼ିବ ସେ ଝିଅଟିକୁ। ସିଏ ଏତେ ଷ୍ଟ୍ରଙ୍ଗ ଭାବରେ ମୋତେ ଘଟଣାଟି କହିଲା ଯେ ଯଦି ଆବଶ୍ୟକତା ଭାବୁଛ ତାହେଲେ ମୁଁ କାହାଣୀଟି ନିଜେ ବି କହିପାରିବି, କିନ୍ତୁ ତା'ର ସୁରକ୍ଷା ଦୃଷ୍ଟିରୁ ମୁଁ ସେଇଟାକୁ ଠିକ୍ ଭାବିଲିନି, କାରଣ ତା'ର ସେମିତି କେହି ସପୋର୍ଟର ନାହାନ୍ତି ବ୍ୟାକ୍ ସାଇଡ଼୍ରେ। ଝିଅଟି ଅଲରେଡ଼ି ବହୁତ ଷ୍ଟ୍ରେସ୍ ଭିତରେ ରହୁଛି, ତେଣୁ ମୁଁ ତାକୁ ଆଉ ମୋ ତରଫରୁ ସେମିତି କିଛି ଷ୍ଟ୍ରେସ୍ ଦେବାକୁ ଚାହିଁଲିନି। କିନ୍ତୁ ମୋର ଏଇଟା ଗୋଟେ କର୍ତ୍ତବ୍ୟ ଭାବିଲି କି ଯେ ଆଜିର ସୋସାଇଟିକୁ ଏଇଟା ଗୋଟେ ବାର୍ତ୍ତା ଦେବା ନିହାତି ଆବଶ୍ୟକ। ବିଶେଷ କରି ଝିଅମାନଙ୍କୁ ଯେଉଁମାନେ କ୍ୟାରିୟର କ୍ଷେତ୍ରରେ ହେଉ, ପ୍ରେମ ବ୍ୟାପାରରେ ହେଉ, ମ୍ୟାରେଜରେ ହେଉ କି ଫ୍ୟାମିଲି ଟେନସନ୍ରେ ଯେକୌଣସି ଜିନିଷରେ ଷ୍ଟ୍ରେସ୍କୁ ଯାଇକି ମାନେ ଗୋଟେ ସଂସାର ପ୍ରତି ବୀତସ୍ପୃହ ଭାବ ଆଣୁଛନ୍ତି। ମୁଁ ସେଇ ଝିଅମାନଙ୍କୁ ଅନୁରୋଧ କରିବି, ବୀତସ୍ପୃହ ଭାବ ଆସୁଛି ସେଇଟା ଠିକ୍ ଅଛି। ଆମେ ମଣିଷ ହେଇଛେ, ରକ୍ତ ମାଂସର ଶରୀର, କଷ୍ଟ ସମସ୍ତଙ୍କୁ ହୁଏ, ଦୁଃଖ ସମସ୍ତଙ୍କୁ ହୁଏ। କିନ୍ତୁ ଗୋଟେ ଘଟଣା ହେଉଛି, ବହୁତ ଜଣ ଭାବନ୍ତି ଯେ ମୁଁ ଠାକୁରଙ୍କ ଜାଗା, ଯେମିତିକି ଯେଉଁ ଜାଗା ଗୁଡ଼ାକରେ ଆମର ଠାକୁର ଅଛନ୍ତି, ମୁଁ ଜାଗାର ନାଁ ଆଉ କହିବିନି, ସବୁ ସେଇଠି ଯାଇକି ମୁଁ ବାକି ଜୀବନ କଟେଇବି। ଏମିତି ବହୁତ କିଛି ଜାଗାକୁ ଯିବା ପାଇଁ ସବୁ ମଣିଷମାନେ ଯୋଜନା କରିଥାନ୍ତି, ଯେତେବେଳେ ମାନସିକ ଭାବରେ ଅବସାଦରେ ରହନ୍ତି ଯେ ଏ ସଂସାରରେ ମୋତେ ଏଠି କିଛି ମିଳୁନି, ମୁଁ ସେଠିକି ଯାଇକି ମୁଁ ଠାକୁରଙ୍କୁ ସମର୍ପିତ ହେଇକି ରହିବି। କିନ୍ତୁ ସେ ଝିଅଟି ସେଇଆ ଭାବିକି, ମୋର ସେ ଗୋଟିଏ କ୍ଲାଏଣ୍ଟ, ତା'ର ସେମିତି ବହୁତ କିଛି ଅସୁବିଧା ତା ଲାଇଫ୍ରେ ଅଛି। ସେ ଝିଅଟି ସବୁ ଜିନିଷକୁ ଦୃଷ୍ଟିରେ ରଖି ସିଏ ବି ସେମିତି କିଛି ଭାବିକି ସେଠିକି ଯାଇଥିଲା। କିନ୍ତୁ ସେ ତା'ର ଯେଉଁ ଅନୁଭୂତି ସେ ମୋତେ କହିଲା, ଏଇଟା ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ। ଗୋଟେ ଠାକୁରଙ୍କ, ଗୋଟେ ବାହାର ଜାଗାରେ କ୍ରାଇମ୍ ହେବା ଅଲଗା କଥା, ଗୋଟେ ଠାକୁରଙ୍କ ଜାଗାରେ ଠାକୁରଙ୍କ ନାଁ ନେଇ ଠାକୁରଙ୍କ ବେଶ ପୋଷାକ ପିନ୍ଧି ସେ ଦେଖୁଛନ୍ତି ଏଇ ଝିଅମାନେ ନିଷ୍ପେଷିତ, ଏମାନଙ୍କର ଆଗ ପଛ କେହି ନାହାନ୍ତି, ଏମାନେ ସାଇକୋଲୋଜିକାଲି ପୁରା ଡିପ୍ରେସ୍ ଭିତରେ ଅଛନ୍ତି। ତ ସେମାନେ ତାଙ୍କୁ ଏତେ ୟୁଟିଲାଇଜ୍ କରୁଛନ୍ତି, ମାନେ ଗୋଟେ ଲୋଲୁପ ଦୃଷ୍ଟି। ଗୋଟେ ଝିଅ ସେଭଳି ଜାଗା ଗୁଡ଼ାକରେ ଗୋଟେ ସୁରକ୍ଷିତ ରହିବା ବହୁତ କଷ୍ଟର ପାଠ। ଏମିତି ହେଲା ସେ ଏ ଝିଅଟି ଲାଷ୍ଟକୁ ପଳେଇ ଆସିଲା, ପୁଣି ଓଡ଼ିଶା ଫେରି ଆସିଲା। ଆମ ଓଡ଼ିଶାର କଥା ମୁଁ ଏଇଟା କହୁନି, ଷ୍ଟେଟ୍ ବାହାରର କଥା କହୁଛି। ସେ ବର୍ତ୍ତମାନ ପଳେଇ ଆସିଲା ଆମ ଷ୍ଟେଟ୍କୁ। ସେଠି ଯେତେ ଚେଷ୍ଟା କଲା ହେଇପାରିଲାନି। ପୋଲିସକୁ ବି କହିଛି, ପୋଲିସକୁ ବି ଖବର ଦେଇଛି, କିନ୍ତୁ ସେମାନେ କ'ଣ କରନ୍ତି ସେଠି, ପ୍ରତିଟି ମଣିଷ, ତୁମେ ଯଦି ଘରୁ ବାହାରିବ, ପ୍ରତିଟି ମଣିଷଙ୍କର ନଜର ତୁମ ଉପରେ ଥାଏ। ଆଉ ଯଦି କେହି ଜଣକୁ ଆକ୍ସେପ୍ଟ କରିଦେଲା ତାହେଲେ ସେ ସୁରକ୍ଷିତ ରହିଲା। ତେଣୁ ଯେହେତୁ ଏଠୁ ଯେଉଁ ଚାରିଆଡ଼ୁ ଯେଉଁ ଝିଅମାନେ ଯାଇଥାନ୍ତି, ସେମାନେ ଅଲରେଡ଼ି ସବୁ ହରେଇ ସାରିଥାନ୍ତି, ଆଉ ତାଙ୍କର କିଛି ଚାରା ନଥାଏ। ସେ ବାଧ୍ୟ ହୋଇକି ଆକ୍ସେପ୍ଟ କରିକି ସେଭଳି ପରିବେଶ ସହିତ ରହୁଛନ୍ତି, କାହା ସହିତ ଗୋଟେ ସମ୍ମତି ଜଣେଇକିରି, ଠାକୁରଙ୍କ ନାଁ ଆଗରେ, କିନ୍ତୁ ଭିତରେ ଏଇସବୁ ଜିନିଷ। ସେ ଏରିଆ ଗୁଡ଼ିକରେ ଏମିତି ଚାଲୁଛି। କିନ୍ତୁ ଆପଣଙ୍କୁ ରିକ୍ୱେଷ୍ଟ କରିବି, ସବୁ ଝିଅମାନଙ୍କୁ, ବିଶେଷ କରି ସବୁ ଝିଅମାନଙ୍କୁ ରିକ୍ୱେଷ୍ଟ କରିବି, ମାନସିକ ଭାବରେ ନିଜକୁ ଷ୍ଟ୍ରଙ୍ଗ କରନ୍ତୁ, ପରିସ୍ଥିତିକୁ ସାମ୍ନା କରନ୍ତୁ, ଆଉ ନିଜ ଜାଗାରେ, ନିଜ ଏରିଆ ଭିତରେ ରହିକି କିଛି କାମ କରନ୍ତୁ। ନିଜ କାମ କରି, ରୋଜଗାର କରି, ନିଜେ ଚଳିବାକୁ, ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରନ୍ତୁ। ନାଇଁକି ଯେ ଏସବୁ ଜାଗାକୁ ଯାଇକି ମହରଗରୁ ଯାଇ ରସାନ୍ତଳରେ ପଡ଼ିଲା ଭଳି ଯେଉଁ କହନ୍ତି, ସେଇଭଳି ପରିସ୍ଥିତି ହେବ। ବହୁତ ଦୁଃଖ ଲାଗିଲା ମୋତେ ଏଇଟା ଶୁଣିକି। ତେଣୁ ମୁଁ ଭାବିଲି ସମସ୍ତେ ବି ଏଇଟା ଜାଣିବା ଦରକାର, ତେଣୁ କହିଲି। ରହୁଛି, ଧନ୍ୟବାଦ।